ଜାନୁଆରୀ ପହିଲାରୁ ବରିଷ୍ଠ ନାଗରିକମାନଙ୍କୁ ମିଳିବ 8ଟି ନୂଆ ସୁବିଧା। ସରକାର କଲେ ଏକ ବଡ଼ ଘୋଷଣା। ବରିଷ୍ଠ ନାଗରିକଙ୍କ ପାଇଁ ନୂଆ ସୁବିଧା ଆଣିବାକୁ ଯାଉଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ଯଦି ଆପଣମାନେ ବରିଷ୍ଠ ନାଗରିକ ଅଟନ୍ତି, ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ବରିଷ୍ଠ ନାଗରିକମାନଙ୍କ ପାଇଁ କେଉଁ 8ଟି ସୁବିଧା ଲାଗୁ କରାଯାଇଛି? ଆପଣମାନେ ଏହି 8ଟି ସୁବିଧା କେମିତି ପାଇବେ? ଏହାର ଆବେଦନ ପ୍ରକ୍ରିୟା କେମିତି କ'ଣ ରହିଛି? ଏହି 8ଟି ଯୋଜନାରେ ଆପଣମାନେ ସାମିଲ ହେବା ପାଇଁ ଆପଣମାନଙ୍କର ଆବଶ୍ୟକତା ଡକୁମେଣ୍ଟସ୍ କ'ଣ ସବୁ ରହିଛି? ସମ୍ପୂର୍ଣ୍ଣ ତଥ୍ୟ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। କାରଣ ସରକାରଙ୍କ ତରଫରୁ ନୂଆ ନୂଆ ଯୋଜନା ବିଷୟରେ ଏବଂ ସରକାରଙ୍କ ଦ୍ୱାରା ଯେଉଁ ଯୋଜନା ଗୁଡ଼ିକ ପରିଚାଳିତ ହେଉଛି, ସେହି ଯୋଜନା ଗୁଡ଼ିକର ନୂଆ ନୂଆ ଅପଡେଟ୍ ଏବଂ ଆପଣ ଯୋଜନାରେ ସାମିଲ ହେବା ପାଇଁ ଆବେଦନ ପ୍ରକ୍ରିୟା କେମିତି କ'ଣ ରହିଛି, ସମ୍ପୂର୍ଣ୍ଣ ତଥ୍ୟ ଏହି ଚ୍ୟାନେଲ ମାଧ୍ୟମରୁ ଆପଣ ଜାଣିବାକୁ ପାଇବେ। ବରିଷ୍ଠ ନାଗରିକ ନୂଆ ଲାଭ। ଭାରତ ସରକାର ଦେଶର ବୟସ୍କ ନାଗରିକଙ୍କ ଜୀବନକୁ ସହଜ ଏବଂ ସୁରକ୍ଷିତ କରିବା ପାଇଁ ଏକ ବୈପ୍ଳବିକ ଯୋଜନା ଆରମ୍ଭ କରିଛନ୍ତି। ଜାନୁଆରୀ 1, 2025 ଠାରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ବରିଷ୍ଠ ନାଗରିକମାନଙ୍କୁ ଅନେକ ବିଶେଷ ସୁବିଧା ପ୍ରଦାନ କରେ। ଏହି ପଦକ୍ଷେପ ଏହିପରି ଏକ ସମୟରେ ଆସିଛି ଯେତେବେଳେ ଦେଶରେ ବୟସ୍କ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯାହାଫଳରେ ସେମାନଙ୍କ ଆବଶ୍ୟକତା ପୂରଣ କରିବା ଜରୁରୀ ହୋଇପଡ଼ିଛି। ଆସନ୍ତୁ ଜାଣିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ କ'ଣ ରହିଛି। ଦେଖନ୍ତୁ, ଏହି କାର୍ଯ୍ୟକ୍ରମର ପ୍ରାଥମିକ ଲକ୍ଷ୍ୟ ହେଉଛି ବରିଷ୍ଠ ନାଗରିକମାନଙ୍କୁ ସ୍ୱାଧୀନ ଏବଂ ସମ୍ମାନର ସହିତ ବଞ୍ଚିବାରେ ସାହାଯ୍ୟ କରିବା। ସରକାର ଚାହାନ୍ତି ଯେ ବୃଦ୍ଧମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ପାଇଁ ଅନ୍ୟମାନଙ୍କ ଉପରେ କମ୍ ନିର୍ଭରଶୀଳ ହୁଅନ୍ତୁ। ସ୍ୱାସ୍ଥ୍ୟ ସେବା, ଆର୍ଥିକ ସହାୟତା, ଯାତ୍ରା ସୁବିଧା ଏବଂ ସାମାଜିକ ସୁରକ୍ଷା ଏହି ଯୋଜନାର 4ଟି ମୁଖ୍ୟ ସ୍ତମ୍ଭ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ ନାଗରିକମାନେ ସେମାନଙ୍କ ଜୀବନକୁ ସହଜ ଏବଂ ଆରାମଦାୟକ କରିବା ପାଇଁ ଆବଶ୍ୟକ ସମସ୍ତ ସହାୟତା ପାଇପାରିବେ। ଆସନ୍ତୁ ଜାଣିବା ବରିଷ୍ଠ ନାଗରିକ କାର୍ଡର ଆବଶ୍ୟକତା କେମିତି କ'ଣ ରହିଛି ବରିଷ୍ଠ ନାଗରିକମାନଙ୍କ ପାଇଁ। ଦେଖନ୍ତୁ, ବୟସ ବଢ଼ିବା ସହିତ ଜଣେ ବ୍ୟକ୍ତିଙ୍କ ଶାରୀରିକ ଅକ୍ଷମତା ହ୍ରାସ ପାଏ, ଯାହା ଦୈନନ୍ଦିନ କାର୍ଯ୍ୟଗୁଡ଼ିକକୁ ଆହୁରି କଷ୍ଟକର କରିଦିଏ। ଆର୍ଥିକ ସୀମା ଏବଂ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଅନେକ ବରିଷ୍ଠ ନାଗରିକମାନେ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରନ୍ତି। ପୂର୍ବରୁ ସରକାରୀ ସୁବିଧା ପାଇବା ପାଇଁ ବିଭିନ୍ନ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା, ଯାହା କ୍ଲାନ୍ତ ଏବଂ ସମୟ ସାପେକ୍ଷ ଥିଲା। ଏହି ଚ୍ୟାଲେଞ୍ଜ ଗୁଡ଼ିକକୁ ସମାଧାନ କରିବା ଏବଂ ଗୋଟିଏ ପ୍ଲାଟଫର୍ମରେ ସମସ୍ତ ସେବା ପ୍ରଦାନ କରିବା ପାଇଁ ନୂଆ କାର୍ଡ ଡିଜାଇନ୍ କରାଯାଇଛି। ଆସନ୍ତୁ ଜାଣିବା ଡିଜିଟାଲ ପ୍ରୟୋଗର ସୁବିଧା କେମିତି କ'ଣ ରହିଛି। ଦେଖନ୍ତୁ, ଏହି ଯୋଜନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଏହାର ଅନଲାଇନ୍ ଆବେଦନ ପ୍ରକ୍ରିୟା। ବୟସ୍କ ବ୍ୟକ୍ତିମାନେ ଏବେ ନିଜ ଘରେ ବସି ଏହି କାର୍ଡ ପାଇଁ ଆବେଦନ କରିପାରିବେ। ପ୍ରଯୁକ୍ତି ବିଦ୍ୟା ସହିତ ସଂଘର୍ଷ କରୁଥିବା ବୟସ୍କ ବ୍ୟକ୍ତିମାନଙ୍କୁ ପରିବାରର ଛୋଟ ସଦସ୍ୟମାନେ ସହାୟତା କରିପାରିବେ। ସରକାରୀ ୱେବସାଇଟ୍ ସେମାନଙ୍କୁ ଆବଶ୍ୟକ ସୂଚନା ପ୍ରବେଶ କରିବାକୁ ଏବଂ ଆବଶ୍ୟକ ଡକୁମେଣ୍ଟସ୍ ଗୁଡ଼ିକକୁ ଡିଜିଟାଲ ଭାବରେ ଅପଲୋଡ କରିବାକୁ ଅନୁମତି ଦିଏ। ଏହା ଲମ୍ବା ଧାଡ଼ିରେ ଅପେକ୍ଷା କରିବାର ଆବଶ୍ୟକତାକୁ ଦୂର କରେ। ଆସନ୍ତୁ ଜାଣିବା ଆବଶ୍ୟକ ଦଲିଲ ଗୁଡ଼ିକର ତାଲିକା କ'ଣ ରହିଛି। ଦେଖନ୍ତୁ, କାର୍ଡ ପାଇବା ପାଇଁ ଆବେଦନକାରୀମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦାଖଲ କରିବାକୁ ପଡ଼ିବ। ଆଧାର କାର୍ଡକୁ ପରିଚୟ ଏବଂ ବାସସ୍ଥାନର ସବୁଠାରୁ ଉପଯୁକ୍ତ ପ୍ରମାଣପତ୍ର ଭାବରେ ବିବେଚନା କରାଯାଏ।
ଯଦିଓ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟାନ୍ୟ ସରକାରୀ ପ୍ରମାଣପତ୍ର ମଧ୍ୟ ଗ୍ରହଣ କରାଯାଏ, ଯେମିତିକା ଆପଣମାନଙ୍କର ଜନ୍ମ ପ୍ରମାଣପତ୍ର, ପାସପୋର୍ଟ କିମ୍ବା ଭୋଟର ପରିଚୟ ପତ୍ର ଭଳି କାଗଜପତ୍ର ବୟସ ଯାଞ୍ଚ ପାଇଁ ବୈଧ। ଏହି କାଗଜପତ୍ର ଗୁଡ଼ିକ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ କରାଯିବ ଏବଂ ଯାଞ୍ଚ ପରେ ହିଁ କାର୍ଡ ଜାରି କରାଯିବ। 1 ନମ୍ବର ଲାଭଟି ରହିଛି ଆପଣମାନଙ୍କର ସ୍ୱାସ୍ଥ୍ୟ ସେବାରେ ପ୍ରାଥମିକତା। ଦେଖନ୍ତୁ, ବୟସ୍କମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଏବଂ ସର୍ବୋଚ୍ଚ ଚିନ୍ତା। ଏହି କାର୍ଡ ବରିଷ୍ଠ ନାଗରିକମାନଙ୍କୁ ସରକାରୀ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ବିଶେଷ ପ୍ରାଥମିକତା ସୁବିଧା ପ୍ରଦାନ କରିବ। ସେମାନେ ଦୀର୍ଘ ସମୟ ଅପେକ୍ଷା କରିବାର ରକ୍ଷା ପାଇବେ ଏବଂ ତୁରନ୍ତ ଚିକିତ୍ସା ପାଇବେ। ଏହା ସହିତ ସେମାନେ ବିଭିନ୍ନ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ପ୍ରତିରୋଧକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସୁବିଧା ପାଇବେ। ଏହି ବ୍ୟବସ୍ଥା ବୟସ୍କମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପରବର୍ତ୍ତୀ ଲାଭଟି ରହିଛି ଭ୍ରମଣରେ ବିଶେଷ ରିହାତି। ଦେଖନ୍ତୁ, ଶାରୀରିକ ଦୁର୍ବଳତା ହେତୁ ବରିଷ୍ଠ ନାଗରିକମାନଙ୍କ ପାଇଁ ଯାତ୍ରା କରିବାର କଷ୍ଟକର ହୋଇପାରେ। ଏହି କାର୍ଡ ଧାରକମାନଙ୍କୁ ରେଳ ଏବଂ ବିମାନ ଯାତ୍ରାରେ ଯଥେଷ୍ଟ ରିହାତି ପ୍ରଦାନ କରାଯିବ। ଏହା ଯାତ୍ରା ଖର୍ଚ୍ଚ ହ୍ରାସ କରିବ ଏବଂ ବୃଦ୍ଧମାନେ ପରିବାରକୁ ଭେଟିବା କିମ୍ବା ତୀର୍ଥଯାତ୍ରା କରିବାରେ ସକ୍ଷମ ହେବେ। ରେଳ ଷ୍ଟେସନ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରେ ସେମାନଙ୍କ ପାଇଁ ପୃଥକ ଧାଡ଼ି ଏବଂ ସ୍ୱତନ୍ତ୍ର କାଉଣ୍ଟର ଯୋଗାଇ ଦିଆଯିବ। ଏହି ସୁବିଧା ସେମାନଙ୍କ ଯାତ୍ରାକୁ ଅଧିକ ସୁଖଦ ଏବଂ କମ୍ କ୍ଳାନ୍ତିକର କରିବ। ପରବର୍ତ୍ତୀ ଲାଭଟି ରହିଛି ସାମାଜିକ ନିରାପତ୍ତାର ଏକୀକୃତ ପ୍ଲାଟଫର୍ମ। ଦେଖନ୍ତୁ, ଏହି କାର୍ଡ ବିଭିନ୍ନ ସରକାରୀ କଲ୍ୟାଣ ଯୋଜନା ପାଇଁ ଏକ ସମନ୍ୱିତ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏହି କାର୍ଡ ମାଧ୍ୟମରେ ପେନ୍ସନ୍, ବାର୍ଦ୍ଧକ୍ୟ ଭତ୍ତା ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ସିଧାସଳଖ ଉପଲବ୍ଧ ହେବ। ବରିଷ୍ଠ ନାଗରିକମାନଙ୍କୁ ଆଉ ବିଭିନ୍ନ ବିଭାଗକୁ ଯିବାକୁ କିମ୍ବା ଡକୁମେଣ୍ଟ ଏକାଧିକ ଥର ଦାଖଲ କରିବାକୁ ପଡ଼ିବ ନାହିଁ। ଗୋଟିଏ କାର୍ଡ ମାଧ୍ୟମରେ ସମସ୍ତ ସେବା ପାଇବା ପ୍ରକ୍ରିୟାକୁ ସରଳ ଏବଂ ତ୍ୱରାନ୍ୱିତ କରିବ। ଏହି ବ୍ୟବସ୍ଥା ପ୍ରଶାସନିକ ବୋଝ ହ୍ରାସ କରିବାରେ ଏବଂ ସ୍ୱଚ୍ଛତା ବୃଦ୍ଧି କରିବାରେ ସାହାଯ୍ୟ କରିବ। ପରବର୍ତ୍ତୀ ଲାଭଟି ହେଲା ରାଜ୍ୟ ସରକାରଙ୍କ ଅବଦାନ। ଦେଖନ୍ତୁ, ଯଦିଓ ଏହା ଏକ କେନ୍ଦ୍ରୀୟ ପାଣ୍ଠି ଯୋଜନା, ଏହାର ସଫଳ କାର୍ଯ୍ୟାନ୍ୱୟନରେ ରାଜ୍ୟ ସରକାର ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଡକୁମେଣ୍ଟ ଯାଞ୍ଚ ଏବଂ କାର୍ଡ ବଣ୍ଟନ ରାଜ୍ୟ ସ୍ତରରେ କରାଯିବ। ରାଜ୍ୟ ସରକାର ଗୁଡ଼ିକ ନିଶ୍ଚିତ କରିବେ ଯେ ଯୋଗ୍ୟ ହିତାଧିକାରୀମାନେ ସମୟ ମଧ୍ୟରେ ଲାଭ ପାଇବେ। ସ୍ଥାନୀୟ କାର୍ଯ୍ୟାଳୟ ଗୁଡ଼ିକ ଡିଜିଟାଲ ସିଷ୍ଟମ ବ୍ୟବହାର କରିବାକୁ ଅକ୍ଷମ ବୟସ୍କ ବ୍ୟକ୍ତିମାନଙ୍କୁ ସହାୟତା କରିବେ। କେନ୍ଦ୍ର ସରକାର ଏବଂ ରାଜ୍ୟ ମଧ୍ୟରେ ସମନ୍ୱୟ ଯୋଜନାର ସଫଳତାର ପ୍ରମୁଖ କାରଣ ହେବ। ପରବର୍ତ୍ତୀ ଲାଭଟି ହେଲା ସମାଜରେ ସମ୍ମାନଜନକ ସ୍ଥାନ। ଦେଖନ୍ତୁ, ଏହି ପଦକ୍ଷେପ କେବଳ ସୁବିଧା ଯୋଗାଇବା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ସମାଜ ପ୍ରତି ବରିଷ୍ଠ ନାଗରିକଙ୍କ ଅବଦାନକୁ ସ୍ୱୀକୃତି ଦେବାରେ ଏକ ମାଧ୍ୟମ ଭାବରେ ମଧ୍ୟ କାର୍ଯ୍ୟ କରେ। ବରିଷ୍ଠ ନାଗରିକମାନେ ସେମାନଙ୍କ ଜୀବନ କାଳ ମଧ୍ୟରେ ଦେଶ ଏବଂ ସମାଜର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି। ଏହି କାର୍ଡ ସେମାନଙ୍କ ପ୍ରତି ସମାଜର କୃତଜ୍ଞତା ଏବଂ ସମ୍ମାନର ପ୍ରତୀକ। ଏହା ବରିଷ୍ଠ ନାଗରିକମାନଙ୍କୁ ମୂଲ୍ୟବାନ ଏବଂ ଯତ୍ନବାନ ଅନୁଭବ କରିବାରେ ସାହାଯ୍ୟ କରିବ। ଦେଖନ୍ତୁ, ବରିଷ୍ଠ ନାଗରିକ କାର୍ଡ ପାଇଁ ଆବେଦନର ପ୍ରକ୍ରିୟା ସରକାରଙ୍କ ତରଫରୁ ଜାରି କରାଯାଇ ନାହିଁ। ସରକାରଙ୍କ ତରଫରୁ ଯେତେବେଳେ ଏହି ଆବେଦନର ପ୍ରକ୍ରିୟା ଜାରି କରାଯିବ, ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ପ୍ରୋଭାଇଡ଼ କରିଦେବି। ସେଥିପାଇଁ ଆପଣମାନେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ନୋଟିଫିକେସନ୍ ବଟନଟିକୁ ଆପଣ ଅନ୍ କରିକି ରଖନ୍ତୁ, ଯାହାଫଳରେ ଆବେଦନ ପ୍ରକ୍ରିୟା ଆସିଲେ ପୁରା ପ୍ରୋସେସ୍ ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ଜଣାଇଦେବି। ଆପଣ ଘରେ ବସି ନିଜର ମୋବାଇଲ ମାଧ୍ୟମରେ କରିପାରିବେ। ଆପଣମାନଙ୍କର ନାତି ନାତୁଣୀ ଯିଏ ବି ଅଛି, ଘରେ ବସି ଆପଣଙ୍କ ମୋବାଇଲ ମାଧ୍ୟମରେ ଆପ୍ଲାଏ କରିଦେବେ। ମାତ୍ର 5 ମିନିଟ୍ ସମୟ ଲାଗିବ। ଦେଖନ୍ତୁ, ଫ୍ଲିପକାର୍ଟରେ ବୟସ୍କ ଲୋକମାନଙ୍କ ପାଇଁ ବହୁତ ଦରକାରୀ ପ୍ରଡ଼କ୍ଟ ଗୁଡ଼ିକ ରହିଛି। ଆପଣ ଏହି ଭିଡ଼ିଓର ଟ୍ୟାଗ୍ରେ ଦେଖିବାକୁ ପାଉଥିବେ। ଆପଣ ଅର୍ଡ଼ର କରିପାରିବେ।